ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ରାଜ୍ୟକୁ ପୁଣି ଫେରିବ ଶୀତ। ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବ, ଫଳରେ ଶୀତ ବଢ଼ିବ। ବର୍ତ୍ତମାନ ଓଡ଼ିଶା ଉପରେ ଏକ ପଶ୍ଚିମ ଝଡ଼ର ପ୍ରଭାବ ରହିଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। 3 ଦିନ ହେଲା ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଆଜିଠୁ ଏହି ସ୍ଥିତିରେ ପରିବର୍ତ୍ତନ ଆସିବ। ତାପମାତ୍ରା 4ରୁ 5 ଡିଗ୍ରୀ ହ୍ରାସ ପାଇବ ଓ ପୁଣି ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ପଡ଼ୋଶୀ ଝାଡ଼ଖଣ୍ଡରେ ତାପମାତ୍ରା ଖସିବା ସହ ସେଠାରେ ଶୀତ ଲହରୀ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଓଡ଼ିଶାରେ ମଧ୍ୟ ଏହି ସ୍ଥିତି ନେଇ ପାଗ ଅନୁକୂଳ ରହିଛି। ବଦଳିଲା ଆୟୁଷ୍ମାନ କାର୍ଡର ନିୟମ। ଆୟୁଷ୍ମାନ କାର୍ଡ ତିଆରି ଏବଂ ଚାଲୁ ରଖିବା ପାଇଁ ସରକାର ଇ-କେୱାଇସିକୁ ବାଧ୍ୟତାମୂଳକ କରିଛନ୍ତି। ଏହାର ଅର୍ଥ ହେଉଛି, ଯଦି ଜଣେ ବ୍ୟକ୍ତିଙ୍କ ଆଧାର ଆଧାରିତ ଇ-କେୱାଇସି କରିନାହାନ୍ତି, ତେବେ ସେମାନେ ନୂଆ କାର୍ଡ ତିଆରି କରିପାରିବେ ନାହିଁ କିମ୍ବା ସେମାନଙ୍କର ପୁରୁଣା କାର୍ଡ ବ୍ୟବହାର କରି ଚିକିତ୍ସା କରିପାରିବେ ନାହିଁ। ଏହା ସିଧାସଳଖ ସେମାନଙ୍କ ଉପରେ ପ୍ରଭାବ ପକାଇବ ଯେଉଁମାନଙ୍କର ଏହି ବାବଦରେ ଜଣାଇନଥିବେ। ପରବର୍ତ୍ତୀ ଖବର, ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଂକଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦାବି ପୂରଣ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି। ପରବର୍ତ୍ତୀ ଖବର, ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ, ଭିତରକୁ ଛାଡ଼ିଲେନି କି ଚେୟାର ଦେଲେନି ଜିଲ୍ଲାପାଳ। ମାସର ପ୍ରଥମ ସୋମବାର ଜିଲ୍ଲା ମୁଖ୍ୟାଳୟରେ ଥିଲା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି। ଶୀତୁଆ ସକାଳରେ ଅଭିଯୋଗ ନେଇ ଲୋକ ଜିଲ୍ଲାପାଳଙ୍କ ପାଖକୁ ଧାଇଁ ଆସିଥିଲେ। ଅଭିଯୋଗ ଶୁଣିବା ପାଇଁ ଜିଲ୍ଲାପାଳ ବି ସମୟରେ ଆସିଲେ, ହେଲେ ଜିଲ୍ଲାର ଅନ୍ୟ ବିଭାଗର ଅଧିକାରୀ ଠିକ୍ ସମୟରେ ପହଞ୍ଚି ନଥିଲେ, ଯାହାକୁ ନେଇ ଖପା ହୋଇଥିଲା ରାୟଗଡ଼ା ଜିଲ୍ଲାପାଳ। ଆଉ ବିଳମ୍ବରେ ଜନଶୁଣାଣିକୁ ଆସୁଥିବା ଅଧିକାରୀଙ୍କୁ ପ୍ରବେଶ ଲାଗି ଅନୁମତି ଦେଇନଥିଲେ। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପରବର୍ତ୍ତୀ ଖବର, ବାଂଲାଦେଶରେ ଆଇପିଏଲ୍ ବ୍ୟାନ୍। ବାଂଲାଦେଶ ସରକାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ମୁକ୍ତ କରାଯିବା ପରେ ୟୁନିସ୍ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର, 10ମ ପାସ୍‌ଙ୍କ ପାଇଁ ଡାକ ବିଭାଗରେ ଚାକିରି। ସୂଚନା ଅନୁଯାୟୀ ଭାରତୀୟ ଡାକ ବିଭାଗରେ ନିକଟ ଷ୍ଟାଫ୍ କାର୍ ଡ୍ରାଇଭର ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମେଲ୍ ମୋଟର ସେବା ଅଧୀନରେ କରାଯାଇଛି, ଯାହା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରି ସହ ବହୁତ ଭଲ ଦରମା ପାଇବାର ସୁଯୋଗ ଦେବେ। ଏହି ସୁଯୋଗ ବିଶେଷ କରି 10ମ ଶ୍ରେଣୀ ପାସ୍ କରିଥିବା ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ସହିତ ଡ୍ରାଇଭିଂ ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କ ପାଇଁ। ଏହି ନିଯୁକ୍ତି ଅଧୀନରେ ମୋଟ 48ଟି ପଦ ବାହାରିଛି। ପରବର୍ତ୍ତୀ ଖବର, ବଜାରରେ ମିଳୁଛି ନକଲି ପଲ୍ୟୁସନ ସାର୍ଟିଫିକେଟ୍। ରାଜ୍ୟ ଓ ରାଜ୍ୟ ବାହାରେ ମାତିଛନ୍ତି ପଲ୍ୟୁସନ ଦଲାଲ। ପର୍ଦ୍ଦାଫାଶ ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର। 52ଟି ପଲ୍ୟୁସନ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଥିବା କହିଛନ୍ତି ପରିବହନ କମିଶନର। କିନ୍ତୁ ପ୍ରଶ୍ନ ହେଲା, ରାଜ୍ୟ ବାହାରର ଏହି ଦଲାଲମାନଙ୍କ ଉପରେ କି ଆକ୍ସନ ହେବ? ଯେଉଁମାନେ ଏହି ଦଲାଲଙ୍କ ମଧ୍ୟରେ ପଲ୍ୟୁସନ ସାର୍ଟିଫିକେଟ୍ କରାଇଛନ୍ତି, ସେମାନଙ୍କର ସାର୍ଟିଫିକେଟ୍ ବୈଧ ରହିବ ତ?
ପରବର୍ତ୍ତୀ ଖବର ରୋମାଞ୍ଚକର ହେବ ରାଜ୍ୟସଭା ଲଢ଼େଇ। ଆଉ 2 ମାସ ପରେ ରାଜ୍ୟସଭା ନିର୍ବାଚନ ହେବ। ପ୍ରଥମ 3ଟି ଆସନକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। 2ଟି ବିଜେପି ଓ ଗୋଟିଏ ଆସନ ବିଜେଡି ଖାତାକୁ ଯିବ। ହେଲେ ଚତୁର୍ଥ ଆସନକୁ ନେଇ ଗୋଳମାଳ ହେବ। ଗଣତି ପ୍ରଥମ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଦରକାର 31ଟି ବିଧାୟକଙ୍କ ଭୋଟ। ପରବର୍ତ୍ତୀ ଖବର ଶ୍ରୀକ୍ଷେତ୍ରକୁ ଟ୍ରାଫିକ୍ ଟେନସନ୍ 2 ବର୍ଷରେ ଗଲାଣି 340 ମୁଣ୍ଡ। ଗତ 2 ତାରିଖରେ ବଡ଼ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ପରେ ବଢ଼ିଲା ପୋଲିସର ମୁଣ୍ଡବିନ୍ଧା। ଦିନକୁ ଦିନ ସହରରେ ଭିଡ଼ ବାଢ଼ୁଥିବା ବେଳେ ଟ୍ରାଫିକ୍ ବିଫଳତା ଏବେ ସାମ୍ନାକୁ ଆସିଛି, ଯେଉଁଥିପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଚାଲିଛି ସହରର ଟ୍ରାଫିକ୍ ସମୀକ୍ଷା। ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ନଥିବା ବେଳେ ସ୍ପିଡ୍ ବ୍ରେକର ମଧ୍ୟ ନାହିଁ, ଯେଉଁଥିପାଇଁ ଅଣ୍ଟା ଭିଡୁଛି ପୋଲିସ। ସହରରେ ବିଭିନ୍ନ ସ୍ଥାନରେ ସ୍ପିଡ୍ ବ୍ରେକର ଲଗାଯିବା ସହ ଟ୍ରାଫିକ୍ ପୋଷ୍ଟ ସଂଖ୍ୟା ବଢ଼ାଯିବ। ପରବର୍ତ୍ତୀ ଖବର ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା ସିବିଆଇ ଚାର୍ଜସିଟ୍ରେ କୋଲକାତା ଲିଙ୍କ। 68 ପୃଷ୍ଠାରେ ସିବିଆଇ ଚାର୍ଜସିଟ୍ରେ ଲୁଚିଛି ସତ। କୋଲକାତାର ସଫ୍ଟୱେର କମ୍ପାନୀର ଚଞ୍ଚକତା ବାବଦରେ ଦେଇଛି ତଥ୍ୟ। ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ବଡ଼ କଥା ହେଉଛି ଏହି ଦାୟିତ୍ୱ ଦେଇଥିଲା ଓପିଆର୍ବି। ମାର୍ଚ୍ଚ 25ରେ ଦୀଘା ମଡେଲରୁ ହୋଇଥିଲା ପ୍ରଶ୍ନପତ୍ର ଲିକ୍। ଅରବିନ୍ଦ 2 ସହଯୋଗୀ ଥିଲେ ବିରଞ୍ଚି ଓ ନିମାଇ। ପରୀକ୍ଷାର୍ଥୀଙ୍କୁ ଦେଇଥିଲେ ପ୍ରୋଭିଜନଲ ଆଡମିଟ୍ କାର୍ଡ। ଚାର୍ଜସିଟ୍ରେ 16 ଅଭିଯୁକ୍ତଙ୍କ ନାଁ, କିନ୍ତୁ ବାଦ୍ ପଡ଼ିଛି ଅଭିଯୁକ୍ତ ଅମିତ ଭାରତୀ। ପରବର୍ତ୍ତୀ ଖବର ଉର୍ଦ୍ଦୁ ବହି ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀଠାରେ ଜାତୀୟ ଉର୍ଦ୍ଦୁ ଭାଷା ବିକାଶ ପରିଷଦ ଦ୍ୱାରା ପ୍ରକାଶିତ ପୁସ୍ତକ ଖୁତବାତ-ଏ-ମୋଦୀକୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା 2014ରୁ 2025 ପର୍ଯ୍ୟନ୍ତ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ୱାଧୀନତା ଦିବସ ଭାଷଣଗୁଡ଼ିକର ଏକ ସଂକଳନ। ପରବର୍ତ୍ତୀ ଖବର ପୁଣି ଥରେ ଭାରତକୁ ଟ୍ୟାରିଫର ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଲଗାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଭାରତ ଉପରେ 50% ଶୁଳ୍କ ଲଗାଇଛନ୍ତି। ତେବେ ଟ୍ରମ୍ପଙ୍କର ଆଉ ଥରେ ଧମକ ଚିନ୍ତାକୁ ଦ୍ୱିଗୁଣିତ କରିଛି। କୁହାଯାଇଛି କି ବୋଧେ ଡୋନାଲ୍ଡ ଟ୍ରମ୍ପ କ'ଣ ଆହୁରି ଟ୍ୟାରିଫ ବୃଦ୍ଧି କରିବେ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି।